ପାଇଁ ବାହାରକୁ ବାହାରୁଥିଲା। ସବୁଜ ଶୁଆ, ତମ ପାଖରେ କ'ଣ ଆମ୍ବ ଆଚାର ଅଛି? ହଁ କାଉ ଭାଇ, ମୋ ମାମା ମୋତେ ଦେଇଥିଲେ। ସେ ଆଚାର ବହୁତ ସ୍ୱାଦିଷ୍ଟ। ସବୁଜ ଶୁଆ, ମୋତେ ଆମ୍ବ ଆଚାର ଟିକେ ଦିଅ। ମୋ ସ୍ତ୍ରୀ ଗୋରି ଟିକେ ଖାଇବ ବୋଲି ମାଗୁଛି। ଠିକ୍ ଅଛି କାଉ ଭାଇ, କିନ୍ତୁ ମୁଁ ତୁମକୁ ଅଳ୍ପ ହିଁ ଦେବି। ଏମିତି କହିକି ସବୁଜ ଶୁଆ କଳା କାଉକୁ ଅଳ୍ପ ଆମ୍ବ ଆଚାର ଦେଲା। କାଉ ଭାଇ, ଏବେ ତମେ ବାହାରକୁ ଯାଅ, ମୁଁ ଘର କବାଟ ଦେଇକି ଖାଦ୍ୟ ଖୋଜିବା ପାଇଁ ଯିବି। କାଉ ସବୁଜ ଶୁଆ ଘରୁ ବାହାରକୁ ଗଲା ଭାରି। କଳା କାଉକୁ ଆମ୍ବ ଆଚାର ଦେଇ ସାରିଲା ପରେ ତା ଘର ତାଲା ପକେଇକି ସେ ଖାଦ୍ୟ ପାଇଁ ଗଲା। ଆରେ ବାଃ, ଏଇ ଆମ୍ବ ଆଚାର ତ ବହୁତ ଟେଷ୍ଟି ହେଇଥିବ। କଳା କାଉ ମୁହଁରୁ ପାଣି ଆସିଗଲା। ତାପରେ କଳା କାଉ ସେ ଆମ୍ବ ଆଚାର ଖାଇବାକୁ ଲାଗିଲା। ସେ ଆଚାର ବହୁତ ଟେଷ୍ଟି ଥିବାରୁ ସେ ଖାଉ ଖାଉ ସବୁ ଆଚାର ଖାଇଦେଲା। ବହୁତ ଟେଷ୍ଟି। ଆରେ ଇ ଆଚାର ତ ସରିଗଲା। ଏବେ ମୁଁ ମୋ ଗୋରି ପାଇଁ କୋଉଠୁ ଆଚାର ନେଇକି ଯିବି? ମୁଁ ସବୁଜ ଶୁଆର ସବୁ ଆଚାର ଚୋରି କରିକି ଯାଉଛି ନେଇଯିବି। ସେ ତ ଏବେ ଦାନା ଖୋଜିବା ପାଇଁ ଯାଇଛି। ମୁଁ ଯାଉଛି ତା ଆମ୍ବ ଆଚାର ଚୋରି କରି ନେଇ ଆସିବି। କଳା କାଉ ଏପଟ ସେପଟ ଟିକେ ଦେଖିଲା ଆଉ ସବୁଜ ଶୁଆ ଘର ଭିତରେ ପଶିଗଲା। ସେ ଘର ଭିତରକୁ ଯାଇକି ଆମ୍ବ ଆଚାରର ଡବା ଖୋଜିବାକୁ ଲାଗିଲା। ତାପରେ କଳା କାଉକୁ ସେ ଆମ୍ବ ଆଚାର ଡବାଟି ମିଳିଗଲା। ମିଳିଗଲା, ମୋତେ ଆମ୍ବ ଆଚାର ଡବା ମିଳିଗଲା। କଳା କାଉ ଆମ୍ବ ଆଚାର ଡବାକୁ ଧରୁଥିବା ବେଳେ ସେତିକି ବେଳେ ସବୁଜ ଶୁଆର ସ୍ୱାମୀ ମିଠୁ ଶୁଆ ଆସିଗଲା। କିଏ ଅଛ ମୋ ଘରେ? କିଏ ତୁମେ? ଏଠିକି ତୁମେ କ'ଣ ପାଇଁ ଆସିଛ? ମୁଁ କଳା କାଉ ମିଠୁ। ତାପରେ ମିଠୁ ଶୁଆ କହିଲା, ତମେ ଏଇଠି କ'ଣ କରୁଛ?